ତେବେ ଆମେ ତାହାକୁ ନେଇକି ଆମେ କ'ଣ କରିବା ଏଇଠି ଆମେ ଏହାକୁ ପ୍ରାକ୍ଟିକାଲି ସହିତ ଆମେ ବୁଝିବା ନା ନାଇଁ ତା ଭିତରେ ଆମର ଫାଙ୍କା ସ୍ଥାନ ଅଛି କି ନାହିଁ କେମିତି ଭାବରେ ଆମେ ଜାଣିପାରିବା। ତେବେ ସେଥିପାଇଁ ଆମେ କ'ଣ କ'ଣ ନେବା ଯେଉଁ ଉପକରଣ ଗୁଡ଼ିକୁ ରହିଲା ସେଇଟା ଜଳ ଆମେ ନେବା କାଚ ଗ୍ଲାସ୍ ଆମେ ନେବା ତା ସହିତ ପଟାସିୟମ୍ ପରମାଙ୍ଗନେଟ୍କୁ ନେବା ନେଇକି ଆମେ ପରୀକ୍ଷଣକୁ ଆମେ ଆରମ୍ଭ କରିବା ହେଲା। ତେବେ ଏଠି ତମକୁ ସେଇ ଜିନିଷକୁ ଆମେ ମୁଁ ସେଇ ଜିନିଷକୁ ତମକୁ କହିବି ଯେଉଁଟା ଆମେ ଦେଖେଇ ଦେଇଥିଲି ତମକୁ କିଛି ଆମେ କ'ଣ ନେଇଥିଲେ ସେଇଠି ପ୍ରଥମ କାଚରେ ଆମେ କ'ଣ ନେଇଥିଲେ କ'ଣ ପଟାସିୟମ୍ ପରମାଙ୍ଗନେଟ୍ ତାର ସଂକେତ କ'ଣ କିଏ କହିପାରିବ ନା ନାଇଁ। ତେବେ ଏଠି ଯେଉଁ ରହିଲା ତେବେ ପ୍ରଥମରେ ଆମେ କାଚ ଗ୍ଲାସରେ ନେଲେ ପଟାସିୟମ୍ ପରମାଙ୍ଗନେଟ୍ ସେଇଟାକୁ ଆମେ କ'ଣ କଲେ କିଛି ଆମର ସେକେଣ୍ଡ ଯେଉଁ ଆମର କାଚ ଗ୍ଲାସ୍ ନେଇଛେ ସେଇଥିରେ ଆମେ କ'ଣ କଲେ କିଛି ଜଳକୁ ଆମେ ନେଇଗଲେ ନେଲା ପରେ ସେଇ ପଟାସିୟମ୍ ପରମାଙ୍ଗନେଟ୍କୁ ଆମେ ସେଇଠି କିଛି ମାତ୍ରାରେ ଆମେ ପକାଇ ଦେଇଛୁ ନା ନାଇଁ। ସେଇଠି ଦେଖିପାରୁଥିବ ତାର କଲର୍ କେମିତି ଗାଢ଼ ଟିକେ ଦେଖାଯାଉଛି ନା ନାଇଁ ଗାଢ଼ ଦେଖାଯାଉଛି। ଯଦି ଆମର ଫାଙ୍କା ସ୍ଥାନ ସେଇ ମଧ୍ୟରେ ନଥାନ୍ତା ନା ନାଇଁ ତେବେ ଆମର ଏଇ କଲର୍ରେ ଚେଞ୍ଜ ହେଇଥାନ୍ତା ହେଇପାରିନଥାନ୍ତା କିମ୍ବା ତେବେ ଏଠି ଯଦି ଦେଖିବା ଆମର ସେକେଣ୍ଡରେ ସେଇଟାକୁ ଆମେ କ'ଣ କଲେ କିଛି ଆଉ ଗୋଟେ କାଚ ଗ୍ଲାସ୍ରେ ଆମେ ଜଳକୁ ନେଇଗଲେ ଜଳକୁ ନେଇକି ପୁଣି ଥରେ ସେଇ ପ୍ରଥମରେ ଯେଉଁ କାଚ ଗ୍ଲାସ୍କୁ ନେଇଥିଲେ ସେଇଟାକୁ ସେକେଣ୍ଡରେ ଆମେ କିଛି ମାତ୍ରାରେ ସେଇଟାକୁ ପକାଇଦେବା ନା ନାଇଁ। ତା ଭିତରେ ବି ଦେଖିପାରୁଥିବ କିଛି ଚେଞ୍ଜେସ୍ ଦେଖାଯାଉଥିବ ପ୍ରଥମରେ ଯେତିକି ଡିଗ୍ରୀ ଦେଖାଯାଉଥିଲା ଆମର ସେକେଣ୍ଡରେ ସେତିକି ଆମର ଦେଖାଯାଉ ନା ନାଇଁ। ତେବେ ସେମିତି ଭାବରେ ତୃତୀୟ କାଚ ପାତ୍ରରେ ଯେଉଁଟା ଆମେ ନେଇଛେ ସେଇଠି ମଧ୍ୟ ଆମେ କିଛି ପାଣି ନେଇଥିଲେ ଆମେ କିଛି ସେମିତି ଭାବରେ ତାର ପରିମାଣକୁ ମାପି ନଥିଲେ ଆମେ କାଚ ଗ୍ଲାସ୍ରେ ନେଇଥିଲେ ପାଣିକୁ ତାପରେ ଆମର ସେକେଣ୍ଡରେ ଯେଉଁଟା ଆମେ କାଚ ପାତ୍ରରେ ନେଇଥିଲେ ସେଇଥିରୁ କିଛି ମାତ୍ରାରେ ଆମେ ଥାର୍ଡ଼ର କାଚ ପାତ୍ରରେ ଆମେ ଢାଳି ଦେଇଥିଲେ ନା ନାଇଁ। ତେବେ ପ୍ରଥମ ସେକେଣ୍ଡରେ ଯେଉଁଟା ଆମର କଲର୍ ଥିଲା ଥାର୍ଡ଼ ତା ଅପେକ୍ଷା ଆମର କ'ଣ ଅଛି ଏତେ ଗାଢ଼ ନାହିଁ ନା ନାଇଁ ଟିକେ କମ୍ ଦେଖାଯାଉଛି ନା ନାଇଁ। ତେବେ ତା ଅପେକ୍ଷା ଆଉ ଗୋଟେ ପୁଣି ଆମେ କାଚ ପାତ୍ରକୁ ନେଲେ ଜଳ ମଧ୍ୟ ସେଇଠି ନେଇଥିଲେ ଥାର୍ଡ଼ ଯେଉଁଟା ଆମେ ନେଇଥିଲେ ଯେଉଁ ଆମର ଯେଉଁଟା ରହିଲା ଦ୍ରବଣ ଯେଉଁ ଦ୍ରବଣକୁ ଆମେ କ'ଣ କଲେ ଥାର୍ଡ଼ର ଆମର କିଛି ଫୋର୍ଥର କାଚ ଗ୍ଲାସ୍ରେ ଆମେ ଢାଳି ଦେଇଛୁ ନା ନାଇଁ। ତେବେ ଏଠି ତାଙ୍କ ମଧ୍ୟରେ କଲର୍ ଚେଞ୍ଜେସ୍ ଦେଖିପାରୁଥିବ ନା ନାଇଁ କଲର୍ ଚେଞ୍ଜେସ୍ ଆମର ଦେଖିପାରୁଛେ। ତେବେ ଏଇଠି ଆମେ କ'ଣ ଜାଣିଲେ ଯେହେତୁ ଏଇଠି ଆମର କ'ଣ ଜଳ ଅଣୁ ରହିଛି ନା ନାଇଁ ଜଳକୁ ନେଉଥିଲେ ସେଇଠି ଆମେ ପଟାସିୟମ୍ ପରମାଙ୍ଗନେଟ୍କୁ ନେଉଥିଲେ ନା ନାଇଁ। ତେବେ ଆମେ କ'ଣ ଜାଣିପାରିବା ତାର କଲର୍ ଯେହେତୁ ଚେଞ୍ଜେସ୍ ହେଉଛି ଆମେ କ'ଣ ଜାଣିପାରିବା ଯେ ଏଇ ଜଳ ଅଣୁ ଯେଉଁ ରହିଲା ତାଙ୍କ ମଧ୍ୟରେ ଫାଙ୍କା ସ୍ଥାନ ଅଛି ଯାହାଫଳରେ ଯେଉଁ ପଟାସିୟମ୍ ପରମାଙ୍ଗନେଟ୍ରେ ଯେଉଁ କଣିକା ଗୁଡ଼ିକ ରହିଲେ ସେମାନେ ଜଳରେ କ'ଣ ଅନବରତ ଭାବରେ ସେମାନେ ଗତି କରୁଛନ୍ତି ନାଇଁ ସେମାନେ ମଧ୍ୟ ଯେଉଁ ଫାଙ୍କା ସ୍ଥାନ ରହିଲା ସେଇ ଜାଗାରେ ସେମାନେ କ'ଣ ତାଙ୍କର ଫାଙ୍କା ସ୍ଥାନକୁ ସେମାନେ ପୂରଣ କରୁଛନ୍ତି ନା ନାଇଁ। ଏଠି ହେଲା ଆମର କ'ଣ ପରୀକ୍ଷଣର ଯେଉଁ ଆମର ସିଦ୍ଧାନ୍ତ।